ହ୍ୟାଲୋ ପିଲାମାନେ, ଆମେ ଆଜି ମୁଁ ଟିକେ ଠିକ୍ରେ ଦେଖାଇ ପାରୁନଥିଲି, ସେଥିପାଇଁ ସରି। ଏବେ ମୁଁ ଠିକ୍ରେ ପ୍ରପର୍ଲି ଦେଖେଇବି ଭିଡ଼ିଓଟା। ଆମେ ଏଇଟା କରିଥିଲେ 50 ନମ୍ବର ଯାଏ। ତାପରେ ଆଜି ଗୁଣନ କରିବା। ଏଇଟା ଏଇଭଳି ଗୁଣନ କରିବାକୁ କୁହାଯାଇଛି। ଆମେ ଏଇ ଗୁଣନ ଗୁଡ଼ିକୁ କରିବା। କିପରି କରିବା ଗୋଟେ ଉଦାହରଣ ଦେଇକି ବତାଇ ଦେଉଛି। ଏଇଟା ଆମର ଏଇଠି ଉଦାହରଣଟି ଅଛି। ଯେପରିକି ଆମକୁ ମନେକର 14ରେ 14 ଗୁଣିବାକୁ ଦିଆଯାଇଛି, ତ ତା ଆଧାର ଆଗ ନେବାକୁ ପଡ଼ିବ। ତା ଆଧାର ସବୁବେଳେ କେତେ ନେବା ନା 10। 10 ଆଧାର ନେଲେ ସେ 10ରୁ କେତେ ଅଧିକ 4 କେତେ ତ ମିଶାଣ 4। ଇଏ ବି ସେମିତି 14, 4 ଅଧିକ ମିଶାଣ 4। ତ କ'ଣ ତାପରେ କ'ଣ କରିଛି ନା 4 ଚଉ ଏଇ ଏକ ଘର ଗୁଣିବ 4 ଚଉ 16 ଲେଖିବ। ଏଠି ଏମିତି ଗୋଟେ ବାଡ଼ି ଦିଆଯିବ। ତାପରେ ଏ କ୍ରସ୍ ଭଳିଆ ମିଶାଇବା, 14ରେ 4 ମିଶାଇବା ବା ଏଇ 14ରେ ଏଇ 4 ମିଶାଇବା। ତ 14ରେ 4 ମିଶିଲେ 18 ହେଲା। ଏଠି 4 ଚଉ 16 ହେଲା। କିନ୍ତୁ ଯେହେତୁ ଆମର ଆଧାର 10 ଗୋଟିଏ ଶୂନ, ତ ଏଠି 16 ଯେଉଁ ହେଇଛି ଏଠି ବତାଇ ଦେଉଛି। ମନେକର 14 ଅଛି। ଆମର ଯଦି କେମିତି କରନ୍ତି ନା ଆଧାର ଗୁଣନ, ନା ଏଠି 10 ତା ଆଧାର, ତ ଆଧାର 10 ହେଲେ ତା'ର 10ରୁ କେତେ ଅଧିକ ନା 4 ଅଧିକ, ତ ମିଶାଣ 4, ଇଏ ବି 4 ଅଧିକ। ତାପରେ କ'ଣ କରୁଛି ନା ଏଇ ଦୁଇଟା ଗୁଣନ କରିବ, ନା 4 ଗୁଣନ 4। ଏପଟେ କ'ଣ କରିବ ନା କ୍ରସ୍ ଭଳିଆ ମିଶାଇବ, 14 ମିଶାଣ 4। ତାପରେ କ'ଣ କରିବ 4 ଚଉ 16, 14 4 18। ତ ସବୁବେଳେ ଦେଖିବା ଆଧାର ତା'ର କେତେ ଗୋଟିଏ ଶୂନ, 10 ମାନେ ଗୋଟିଏ ଶୂନ, ତ ଏଇଠି ପରେ ଗୋଟିଏ ଶୂନ ସଂଖ୍ୟା ରହିବ। ତ 6ଟାକୁ ଲେଖିବା, 1ଟାକୁ ୟା ସହିତ ମିଶାଇବା, 18 1 19 କରିବା। ଏଇଭଳିଆ ଆଧାର ଗଣନା କରିବା। ଆମର ଏସବୁ ମିଶାଣ ଭଳିଆ ଆମେ ଜାଣିଗଲେ ମିଶାଣ କିପରି କରିବା। ଏଠି ଗୋଟେ ଫେଡ଼ାଣ ଗୁଣନ କରିବା। ଯେପରିକି ଆମେ ଏଇଠି କରିଲି 12 ଗୁଣନ 9, କି ଯାହା ଯେକୌଣସି ଗୋଟେ ଗୁଣନ ଆମେ ନେବା। ତା ଆଧାର କେତେ 10, 10 ଆଧାର ମାନେ କେତେ 2 ଅଧିକ, ତ ମିଶାଣ 2। ଇଏ କେତେ, ଇଏ 10ରୁ କମ୍, ତ ଫେଡ଼ାଣ 1। ଆମର ଏଇଭଳି ଆଧାରରୁ କମ୍ ଆଉ ଅଧିକର ମିଶାଇକି ଆମେ କରିବା। କିପରି ଆଧାର କରିବା ନା ଏଇଭଳି ଲେଖିଲି। ତାପରେ କ'ଣ କରିବା, ଏଇ ଦୁଇଟା ଗୁଣିବାକୁ କହିଛି ନା ଏଇଟା ମିଶାଣ 2, ଏଇଟା ଫେଡ଼ାଣ 1। ତ ମିଶାଣ 2 ଫେଡ଼ାଣ 1 ଗୁଣିଲେ କେତେ ହେବ ନା 2 କେ 2, ମିଶାଣ ଫେଡ଼ାଣ ଗୁଣନ ହେଲେ ଫେଡ଼ାଣ 2। ତାହେଲେ ଏଠି 2 ଫେଡ଼ାଣ 2 ଅର୍ଥ କ'ଣ ନା 2 ଋଣାଙ୍କ, ମାନେ ଫେଡ଼ାଣ 2ର ଅର୍ଥ ହେଉଛି ନା 2 ଋଣ କରିଛି। ତ 2 ଉପରେ ଋଣ ଚିହ୍ନ ଦେଇଦେଲି। ଆଉ ତାପରେ କ'ଣ କରିବା, କ୍ରସ୍ ଭଳିଆ ଫେଡ଼ିବା, 12ରୁ 1 ଫେଡ଼ିବା, ବା 9ରୁ 2 ଏଇଟା ମିଶାଣ କରିବା। ତ ଏଇଭଳି କରିବା। 12 1 କେତେ, ଏଇଟା ହେଇଗଲା। 12ରୁ 1 ଗଲେ କେତେ 11। ଏଠି 2 ଉପରେ ଚିହ୍ନ ଦେଇଛି। ତ ଆମେ ପଢ଼ିଛେ ଯେ ଋଣାଙ୍କ ସଂଖ୍ୟାରୁ ସଂଖ୍ୟା କେମିତି ନିର୍ଣ୍ଣୟ କରାଯାଏ। ଋଣାଙ୍କରୁ ଯେତେବେଳେ ସଂଖ୍ୟା ଋଣାଙ୍କରୁ ସଂଖ୍ୟା ନିର୍ଣ୍ଣୟ କରିବା ସମୟରେ, ସଂଖ୍ୟା ନିର୍ଣ୍ଣୟ ବେଳେ କ'ଣ କରିବା, ଋଣାଙ୍କ ସଂଖ୍ୟାର ପରମିତ୍ର ଲେଖିବା। ନିର୍ଣ୍ଣୟ କରିବା ସମୟରେ ଆଉ ତା ବାମ ପଟ ସଂଖ୍ୟାରୁ 1 ଫେଡ଼ି ଦେବା। ତ ଏଇଠି କେତେ ବର୍ତ୍ତମାନ ଅଛି ନା ଏଇଠି 11 ଅଛି, ଏଠି ଋଣାଙ୍କ ଅଛି। ଋଣାଙ୍କ 2ର ପରମିତ୍ର କେତେ 8, ତ ସଂଖ୍ୟାଟା କେତେ ହେବ 8 ଲେଖିଲି। ତାପରେ ଯେହେତୁ ମୁଁ ଏଇ ଋଣାଙ୍କରୁ ସଂଖ୍ୟା କାଢ଼ିଲି, ତ 1 କମିଯିବ। ବର୍ତ୍ତମାନ ଏଠି 1 ଅଛି, 1 କମିଗଲେ 0 ହେଇଯିବ। ଏଇଠି ବର୍ତ୍ତମାନ 1 ଅଛି, ସଂଖ୍ୟାଟା କେତେ ନା 108। ଏଇଭଳି ଆମର ଆଧାରରୁ ଅଧିକ କମ୍ ମିଶାଣ ଫେଡ଼ାଣ ଏକାଥରେ କିପରି କରିବା। ଏଇଠି ଉଦାହରଣ ଆମକୁ ଗୋଟେ କରିବା। ଏଇଠି 18 ଗୁଣନ 7 ଦେଇଛି। 18 ଗୁଣନ 7 ଗୋଟେ କରିବା। 18 ଗୁଣନ 7, ଆମର ୟାର ଆଧାର କେତେ 10। ତ 10 ଯଦି ଆଧାର, ଇଏ କେତେ ଅଧିକ 10ରୁ ନା 8 ଅଧିକ, ତ ମିଶାଣ 8। ଇଏ କେତେ କମ୍ 3 କମ୍। ଏଇଭଳି ଭାବରେ ଆମେ କରିବାକୁ କହିଥିଲା। ଆଉ କ'ଣ କରିଥିଲା, ଏଇଟା ଗୁଣିବା ନା ଏଠି ମିଶାଣ 8, ଏଠି ଫେଡ଼ାଣ 3। ତ ମିଶାଣ 8 ଫେଡ଼ାଣ 3 ଗୁଣିଲେ କେତେ ନା 8 ଗୁଣନ 3 କେତେ ହେଲା 8 3 24। ଏଠି ଗୋଟେ ଲାଇନ୍ ଦେଇଦେବି। ଆଉ ୟା ଆଗରେ କ'ଣ କେଉଁ ଚିହ୍ନ ରହିବ ନା ମିଶାଣ ଫେଡ଼ାଣ ମାଇନସ୍ ଚିହ୍ନ ରହିବ। ଆଉ କ'ଣ କରିବା ନା ଏମିତି କ୍ରସ୍ ଭଳିଆ ଫେଡ଼ିବା। 8ରୁ 3 ଗଲେ 5, ଏମିତି ଫେଡ଼ିବା, ବା 7ରେ 8 ଏମିତି କ୍ରସ୍ ଭଳିଆ ମିଶାଇବା। ତାହେଲେ ଏଇଠି 8ରୁ 3 ଗଲେ କେତେ, ଏଇଟା ହେଲା 8 3 ଗଲେ 15। ଆଉ ଏଠି 3 ଅଷ୍ଟା କେତେ ହେଇଗଲା 24। ଯେଉଁ 24 ହେଇଛି ତା'ର ଋଣାଙ୍କ ଚିହ୍ନ ଅଛି। ୟା ପରେ ଋଣାଙ୍କ ଚିହ୍ନ ଦେଲି। ତ ଋଣାଙ୍କ ଚିହ୍ନ ଯେତେବେଳେ ଦେଲି ନା 4ର ଆମେ ଜାଣିଛେ ନା ଏଠି 2ଟା ସଂଖ୍ୟା ଅଛି, ତା ଆଧାର ହେଉଛି ଇଏ, ତ 2ଟାକୁ ଆମେ ଆଗ ୟା ସହିତ ଫେଡ଼ିଦେବା। 15ରୁ 2 ଗଲେ କେତେ ନା 15ରୁ 2 ଗଲେ
13 ତ 13 ଏଠି ଗୋଟେ 4 ଉପରେ ଋଣାଙ୍କ ଚିହ୍ନ ଅଛି। ତ ଏଠି କ'ଣ କରିଛି ନା ଗୋଟିଏ ସଂଖ୍ୟା ରହିଛି ତ ୟାର ଆମେ କ'ଣ କରିବା ତାର ପରମିତ୍ର କାଢ଼ିବା। ଯଦି ଋଣାଙ୍କରୁ ସଂଖ୍ୟା କାଢ଼ିଲି ତ 4 କେତେ ପରମିତ୍ର କେତେ 6 ଯେହେତୁ ଋଣାଙ୍କରୁ ସଂଖ୍ୟା କାଢ଼ିଲେ ତା ପୂର୍ବବର୍ତ୍ତୀ ସଂଖ୍ୟାରେ 1 କମିଯିବ। ଏଠି 3 ଅଛି ତାହେଲେ ଏଠି କେତେ ବର୍ତ୍ତମାନ ହେଇଯିବ 2 এটা ବର୍ତ୍ତମାନ ଅଛି 1 ଏଇଭଳି ଆମେ ଋଣାଙ୍କରୁ ସଂଖ୍ୟା ନିର୍ଣ୍ଣୟ କରିପାରିବା। ଆଉ ଗୋଟେ ଆମକୁ ଉଦାହରଣ ମୁଁ ଦେଇଦେଉଛି। ଆଉ ଗୋଟେ ଉଦାହରଣ ହେଉଛି ଏଠି ଆମର ଅଛି କ'ଣ ନା 1906 ଅଛି 19 ଆଉ 6 ଏପରି କରିବା। ଗୋଟେ ଅଧିକ ଗୋଟେ କମ୍ ତ ଆଧାର ହେଉଛି 10 ତ ଏଇଟା ହେଉଛି ମିଶାଣ 10ରୁ ଅଧିକ 9 ଏଇଟା ହେଉଛି କମ୍ କେତେ କମ୍ 4 କମ୍ 10ଟା କେତେ କମ୍ 6 4 କମ୍ ତ ଫେଡ଼ାଣ 4 ତାପରେ କ'ଣ କହିଥିଲି ଏ ଦୁଇଟା ଗୁଣିବା ଏଠି ମିଶାଣ 9 ଏଇଟା ଫେଡ଼ାଣ 4 ତ ଗୁଣି ଦେଲେ କେତେ ମିଶାଣ ଫେଡ଼ାଣ ଗୁଣିଲେ ହେଉଛି ଫେଡ଼ାଣ ତ ଫେଡ଼ାଣ 9 ଗୁଣନ 4 ଆଉ କ'ଣ କରିବା ଏଠି ଗୋଟେ ଋଣାଙ୍କ ଚିହ୍ନ ଦେବା ବା ଏ ଆଗରେ ଗୋଟେ ଚିହ୍ନ ଏମିତି ଦେବା। ଆଉ କ'ଣ କରିବା ନା 19ରୁ 4 ଏମିତି କ୍ରସ୍ ଭଳିଆ ଫେଡ଼ିବା। ତ 19ରୁ 4 ଆମର ଫେଡ଼ିବା କିପରି ଫେଡ଼ିବା 19ରୁ 4 ଗଲେ କେତେ 15 ଲେଖିଦେଲି 15 ତାପରେ ଏଠି କେତେ ହେଲା 9 କେତେ 36 ଯଦି 36 ଅଛି ତ ଆମର ଆଧାର ସବୁବେଳେ 10 ମାନେ ଗୋଟିଏ ସଂଖ୍ୟା ରହିବ ଆଉ ଗୋଟେ ସଂଖ୍ୟା ଏପଟକୁ ପଳେଇ ଆସିବ। ଏଇଟା ହେଉଛି ଫେଡ଼ାଣ ଅଲରେଡ଼ି ଅଛି ତ ଫେଡ଼ାଣ ମାନେ ଏଇଟା 15ରୁ କ'ଣ ହେବ ନା 15ରୁ 3 ଫେଡ଼ା ଯିବ। ଆଉ କ'ଣ କରିବା ନା 6 ପରେ ଋଣାଙ୍କ ଚିହ୍ନ ଦେବା 15ରୁ 3 ଗଲେ କେତେ ନା 15 12 ଏଠି ଗୋଟେ ଚିହ୍ନ ଅଛି। ତ ବର୍ତ୍ତମାନ ଋଣାଙ୍କରୁ ସଂଖ୍ୟା କିପରି କାଢ଼ିବା ନା ଋଣାଙ୍କରୁ ସଂଖ୍ୟା କାଢ଼ିଲେ 6ର ପରମିତ୍ର କାଢ଼ିବା 4 ଓ ତା ପୂର୍ବବର୍ତ୍ତୀ ସଂଖ୍ୟା 1 କମିଯିବ ତ 2 ଏଇଟା ହେଇଯିବ 1 ତାପରେ ବର୍ତ୍ତମାନ 1 ଅଛି ବର୍ତ୍ତମାନ ୟାର ଉତ୍ତର ହେଲା 114 ତାପରେ ଆସିବ 16 9 ଆଉ ଗୋଟେ କରିଦେଉଛି 16 9 କିପରି କରିବା ଏଠି 16 ଅଛି 16 ମାନେ ତା ଆଧାର 10 ମାନେ ଇଏ 6 ଅଧିକ ମିଶାଣ 6 ଏଇଟା 10ରୁ କମ୍ ତ କମ୍ ମାନେ ଫେଡ଼ାଣ 1 କମ୍ ଅଛି ତ କ'ଣ କହିଥିଲି ଏଇ ଦୁଇଟା ଗୁଣିବା ତ 6 ଗୁଣନ 1 ତା ଆଗରେ କ'ଣ ପ୍ଲସ୍ ମାଇନସ୍ ଗୁଣନ ମାଇନସ୍ ଚିହ୍ନ ହେବ। ତାପରେ କ'ଣ କରିବା ନା 16 ଏଇଭଳି କ୍ରସ୍ ଭଳିଆ ଏଇଟା ଫେଡ଼ିବା ବା ଏଇଟା ମିଶାଇବା କାରଣ ଏଇଟା ମିଶାଣ ଚିହ୍ନ ଅଛି ଏଇଟା ଫେଡ଼ାଣ ଚିହ୍ନ ଅଛି ତ 16 ଫେଡ଼ାଣ 1 ତାପରେ କ'ଣ କରିବା 16ରୁ 1 ଗଲେ କେତେ 15 ଏଠି 6 ଅଛି ଅଲରେଡ଼ି 6 ଋଣାଙ୍କ ଚିହ୍ନ ଅଛି ଗୋଟିଏ ସଂଖ୍ୟା ତ ୟାର ଆମେ ବର୍ତ୍ତମାନ ଋଣାଙ୍କରୁ ସଂଖ୍ୟା ନିର୍ଣ୍ଣୟ କରିବା 6ର ପରମିତ୍ର କେତେ 4 ଯେହେତୁ 4 ହେଲା ତା ପୂର୍ବବର୍ତ୍ତୀ ସଂଖ୍ୟା 1 କମିଯିବ ମାନେ 5 1 କମିଗଲେ 4 1 ରହିବ। ଏଇଭଳି ଆମେ ସଂଖ୍ୟାରୁ ଋଣାଙ୍କ କଢ଼ାଯାଏ ଆଉ ଏଇଟା ହେଉଛି ଆଧାର ଗୁଣନ ଏଇଭଳି କରାଯାଏ। ତାପରେ ଆମେ ଏଠି ଗଲା 4 ନମ୍ବର ଆସିବା 4 ନମ୍ବର କହିଛି ମାଧବ ଦିନକୁ 50 ଟଙ୍କା ରୋଜଗାର କରି 36 ଟଙ୍କା ଖର୍ଚ୍ଚ କରେ ଅବଶିଷ୍ଟ ଟଙ୍କା ଜମା କରେ। 4 ନମ୍ବର କ'ଣ କହିଛି ମାଧବ ଦିନକୁ 150 ଟଙ୍କା ରୋଜଗାର କରେ 36 ଟଙ୍କା ଖର୍ଚ୍ଚ କରେ ତାହେଲେ ମାଧବ ଏକ ଦିନକୁ କେତେ ସଞ୍ଚୟ କରିବ ଏକ ଦିନକୁ ସଞ୍ଚୟ କରେ ମାନେ 50 ଟଙ୍କା ରୋଜଗାର କଲା ଲେଖିଦେବା ପିଲେ ମାଧବ ଦିନକୁ 50 ଟଙ୍କା ରୋଜଗାର କରେ ଓ 36 ଟଙ୍କା ଖର୍ଚ୍ଚ କରେ ଆଗ ଉପର ଲାଇନରେ ଲେଖିବା ତାପରେ ଅବଶିଷ୍ଟ ଜମା କରେ ଏକ ଦିନକୁ ସଞ୍ଚୟ କରେ କେତେ ବା ଜମା କରେ କେତେ ନା 50 ଟଙ୍କା ଫେଡ଼ାଣ 36 ଟଙ୍କା 50ରୁ 36 ଗଲେ କେତେ ଟଙ୍କା ଲେଖୁଥିବା 10ରୁ 6 ଗଲେ 4 ଏଠି ହେଲା 4 3 ଗଲେ 1 14 ଟଙ୍କା ସେ ସଞ୍ଚୟ କଲା। ତାହେଲେ ସେ 14 ଟଙ୍କା ସଞ୍ଚୟ କଲେ ଏକ ମାସ ମାନେ 30 ଦିନ ଆମକୁ ଦେଇଛି ଏକ ମାସ 31 ଦିନ ଅଛି 38 ଦିନ ଅଛି 29 ଦିନ ଆମକୁ ଅଲରେଡ଼ି 30 ଦିନ ଦେଇଛି ତ ଏକ ମାସ ମାନେ 30 ଦିନ 30 ଗୁଣନ 14 30 ଦିନ କେତେ ସଞ୍ଚୟ କରିବା 30 ଗୁଣନ 14 14ରେ କେତେଟା ଶୁଣ 14 କେତେ 14 14 28 34 42 ଆଉ ଗୋଟେ ଶୂନ ଲଗେଇ ଏତିକି ଟଙ୍କା ସେ ସଞ୍ଚୟ କରନ୍ତି। ତାପରେ କ'ଣ 5 ନମ୍ବର ଆସିବ ଯେକୌଣସି ସଂଖ୍ୟାକୁ 10 ଦ୍ୱାରା ଗୁଣ କରି କ'ଣ କରାଯାଏ 100 ଦ୍ୱାରା ଗୁଣନ କରିବାକୁ କ'ଣ କରାଯାଏ 1000 ଦ୍ୱାରା ଗୁଣ କରିବାକୁ କ'ଣ କରାଯାଏ ମନେକର ମୁଁ ଏଇଠି ଗୋଟେ 5 ନମ୍ବର ଗୋଟେ ସଂଖ୍ୟା ଲେଖିଲି ଯେକୌଣସି ଗୋଟେ ସଂଖ୍ୟା ଲେଖିଲି 625 ଗୁଣନ ମୁଁ 10 ଗୁଣିଲି ତାର କ'ଣ ଲେଖିବି ନା 625 ଲେଖିଲି ଗୋଟିଏ ଶୂନ ତ ଗୋଟିଏ ଶୂନ ଲେଖିଲି ମନେକର ସେଇ 625ରେ ମୁଁ 1000 ଗୁଣିଲି 1000 ଗୁଣିଲି ମାନେ କ'ଣ ସେଇ 625 1 ଗୁଣିଲେ 1ରେ ଯେକୌଣସି ସଂଖ୍ୟା ଗୁଣିଲେ ସେଇ ସଂଖ୍ୟା ହୁଏ ତ 625 ଆଉ ଭିତରେ କେତେଟା ଶୂନ ଲାଗିବ 3ଟା ଶୂନ ଲାଗିବ। ଏପରି 100ରେ ମଧ୍ୟ ଗୁଣିଲେ ଯେଉଁ ସଂଖ୍ୟା ଲେଖା ହେଇଥିବ ସେଥିରେ 2ଟା ଶୂନ ଲଗେଇ ଦିଆଯିବ। ତାପରେ ଏଠି 6 ନମ୍ବର ଦେଇଛି କ'ଣ ସଂକ୍ଷେପରେ ଗଣନା କର ସଂକ୍ଷେପରେ 75
ସଂକ୍ଷେପରେ ଗୋଟେ ଗୁଣନ ଅଛି ନା ଆମର ଏଇଟା ଉଦାହରଣ ଅଲରେଡ଼ି ଦେଇଦେଇଛି ନା 75କୁ 99ରେ କ'ଣ ବଳିଛି ଆଉ କ'ଣ କରୁଛି 75କୁ କ'ଣ କରିଛି ଏଠି ବତେଇ ଦେଉଛି ଏଇଠି ଗୋଟେ ଗୁଣନ 98 ଗୁଣନ 99 ଗୋଟେ ଉଦାହରଣ ଅଲରେଡ଼ି ସେ ଦେଇଛି କିନ୍ତୁ ଏଇଟା କରିବା ପାଇଁ ଦେଇଛି। ତ 98କୁ 99 ଥର ଗୁଣୁଛି ମୁଁ କ'ଣ କରିବି 98କୁ 100 ଥର ଗୁଣିବି ଆଉ କ'ଣ କରିବି 98କୁ 1 ଥର ଗୁଣିବି ମାନେ 98କୁ 98 ରହିଲା କିନ୍ତୁ 100ରୁ 1 ଗଲେ 99 ଥର ଏଇଟା ହେଇଯିବ ସମାନ ହେବ କାରଣ ଏଠି 98କୁ 99 ଥର ଗୁଣୁଛି ମୁଁ କ'ଣ କରୁଛି 98କୁ 100 ଥର ଗୁଣିଲି ପୁଣି 1 ଥର ଗୁଣିଲି ମାନେ 100ରୁ 1 ଗଲେ 99 ଥର ହେଇଯାଉଛି। ତାହେଲେ ଏଠି ଏଇ ଆଉ ଏଇ ତକ ଭିତରେ କେତେ କିଏ ମାନେ ସମାନ କିଏ ନା 98 ତ 98ଟା ସାଧାରଣ ନେଲି ତ 98କୁ 98 ରହିଲା ତ ଏଠି ଗୋଟେ ବ୍ରାକେଟ୍ ଦେବି 98 ଏଇ ବ୍ରାକେଟ୍ର ଅର୍ଥ ସେ ଗୁଣନ ତା ବଦଳ ତାପରେ ଏଠି କେତେ ଲେଖିବ ତା ନା 98ରୁ 1 98ରେ 98 ମାନେ ଏଇଟା ଆମର ୟା ସହିତ ସମାନ କେମିତି ଆମେ ଜାଣିଲେ ନା ୟାର ଦୁଇଟା ତରିକା ଅଛି ଗୋଟେ ତରିକା ଏଠି ବତେଇ ଦେଉଛି ଏଇଟା 98କୁ ସଂକ୍ଷେପରେ କିପରି ଗୁଣିଲେ ନା 98କୁ 100 ଥର ଗୁଣିଲି ଆଉ 98କୁ 1 ଥର ଗୁଣିଲି ଏଠି କ'ଣ କରିବି ନା 98କୁ ସେ କ'ଣ କରିଛି 98ରେ 100 ଗୁଣିଲେ ଆମେ ଜାଣିଛୁ 98ରେ 2ଟା ଶୂନ ଏଇଟା ନା 98 1 ଗୁଣିଲେ 98 ତ ବର୍ତ୍ତମାନ ଏଇଭଳି ଆମେ ସାଧାରଣ ଗୁଣନ କରିବା। କିନ୍ତୁ ଆଉ ଗୋଟେ ଉଦାହରଣ ଦେଇଦେଉଛି 69 ଗୁଣନ 99 ଏଠି 69କୁ 69କୁ 99 ଥର ଗୁଣେଇଛି ମୁଁ 69କୁ 100 ଥର ଗୁଣିବି ଏଇଟା ନା 69କୁ 1 ଥର ଗୁଣିବି ଏଇଟା ଅଛି ମାନେ 100ରୁ 1 ଗଲେ କେତେ 99 ତ 99କୁ 99 ରହୁଛି 69କୁ 69 ରହୁଛି ତ ବର୍ତ୍ତମାନ 69ରେ 2ଟା ଶୂନ ରହିବ ଯେକୌଣସି ସଂଖ୍ୟା ଗଲେ ସେଇ 2ଟା ଶୂନ ରହିଲା ଏଠି 69 69 ତ ଏଇ ଦୁଇଟାରେ ଖାଲି ଫେରିକି ଲେଖିଦେବି ଏଇଭଳି ସବୁ ସାଧାରଣ ଗୁଣନ ଗୁଡ଼ା କରିବା 123 ଗୁଣନ 123କୁ ମୁଁ 100 ଥର ଗୁଣିଲି ତାପରେ ଫେରା ନା 123କୁ 1 ଥର ଗୁଣିଲି କେତେ 1 ଥର ଗୁଣିଲି ତ 123ରେ କେତେଟା ଶୂନ ଲାଗିବ ନା 2ଟା ଶୂନ ଫେରା ନା 123ରେ 1 ଗୁଣିଲେ 123 ବର୍ତ୍ତମାନ ଏଠି ଗୋଟେ ଫେରିଲେ ଯେଉଁଟା ହେବ ସେଇଟା ଲେଖିଦେବ କିନ୍ତୁ 435 ଗୁଣନ 999 ଏଠି 999 ଥର ଗୁଣିଛି 435କୁ 1000 ଥର ଗୁଣିବି 999 ପାଖରେ 1000 ତ କ'ଣ କରିବି ପୁଣି 435କୁ 1 ଥର ଗୁଣିଲି ମାନେ 1000ରୁ 1 ଗଲେ 999 ତାପରେ ଏଠି ବର୍ତ୍ତମାନ 435ରେ କେତେଟା ଶୂନ ଲାଗିବ 1 2 3ଟା ଶୂନ ଲଗାଇଦେଲେ ଗୁଣନର ଅର୍ଥ ହେଉଛି ଏଇଭଳି ସାଧାରଣ ଗୁଣନ ଆଉ 435 1 ଗୁଣିଲେ 435 ବର୍ତ୍ତମାନ ଏଇଟା ଫେରିକି ଲେଖିଦେବ ତାପରେ ଏଇଟା ଗଲା ତାପରେ ଅଛି 7 ନମ୍ବର ଦେଇଛି ଯଦି ଉପଯୁକ୍ତ ପ୍ରଣାଳୀ ଭିନ୍ନ ଏକ ସଂଖ୍ୟାତ ଗୁଣନ କର ଏଇଟା ଏଇଭଳି ଗୁଣନ ଯେଉଁଟା କହିଲି ସେଇଟା ସେଇଭଳି ଗୁଣନ କରାଯିବ ତଥାପି ମୁଁ କହିଦେଉଛି ବର୍ତ୍ତମାନ ଏଇଠି ଅଛି 57 ଗୁଣନ 99 57କୁ 99 ଥର ଗୁଣୁଛି 57କୁ ମୁଁ 100 ଥର ଗୁଣିଲି ଆଉ କ'ଣ କରିବି ଫେରାନ 57କୁ 1 ଥର ଗୁଣିଲି ମାନେ 100ରୁ 1 ଗଲେ 99 ତାହେଲେ 57ରେ କେତେଟା ଶୂନ 2ଟା ଶୂନ ଫେରାନ 57କୁ 57 ଏଇ ଦୁଇଟାରୁ ଖାଲି ଫେରିକି ଏଇଟା ଲେଖିଦେବ ତାପରେ ଏଇଠି ଅଛି ଏଇଟା କରିଦେଉଛି ଗୋଟେ 897 ଗୁଣନ 999999 ଏଠି କ'ଣ କରୁଛି 9999 ଗୁଣୁଛି ତ ମୁଁ 897ରେ କ'ଣ କରିବି 1 2 3 4 ଚାରିଟା ଶୂନ 999 ପରେ କେତେ ନା 5 ଅଙ୍କ ବିଶିଷ୍ଟ ସଂଖ୍ୟା ଆସିବ 1 2 3 4 5 ତାପରେ ଫେରାଣ 897କୁ 1ରେ ଗୁଣିଲି ମାନେ ଏଇଠି 10,000ରୁ 1 ଗୁଣିଲେ ଏତିକି ହେଉଥିବ ଏଇଟାକୁ ସାଧାରଣ ରହିଲା ତ ବର୍ତ୍ତମାନ 897ରେ କେତେଟା ଶୂନ ରହିବ ନା 1 2 3 4ଟା 1 2 3 4 ଆଉ କ'ଣ 98 ଏଇଟା ଗୁଣନ 98 97 1 ଗୁଣିଲେ 897 ମାନେ ଏଇଟାରେ 9,999 ଗୁଣିଛି ମୁଁ କ'ଣ କଲି ନା ତା ପରବର୍ତ୍ତୀ ସଂଖ୍ୟା ଏଇଟା ତ ଏଇଟା କ'ଣ କଲି ନା 10,897 କଲି ମାନେ 10,000ରୁ 1 ଗଲେ କେତେ 9,999 ତ ତାକୁ ଏଇଟାରେ ଗୁଣିଲି ପୁଣି ଏଇଟା ଗୁଣିଲି ମାନେ ଏଇଟାରୁ ଏଇଟା ଗଲେ ଏଇ ସଂଖ୍ୟା ରହିବ ତ ବର୍ତ୍ତମାନ ଏଇଟାରୁ ଏଇଟା ଫେରିକିନି ସଂଖ୍ୟାଟା ଲେଖିଦେବ ବହୁତ ଇଜିରେ ବାହାରି ପଡ଼ିଲା ଏଇଭଳି 8 ନମ୍ବର ଗୋଟେ ପଡ଼ିଆରେ ଯେତେ ଛେଳି ଚରୁଥିଲେ ଛେଳି ସଂଖ୍ୟାର 2 ଗୁଣରୁ 2 କମ୍ ମେଣ୍ଢା ଚରୁଥିଲେ ଗାଈ ସଂଖ୍ୟା ତା'ର 5 ଗୁଣ ଥିଲା ଛେଳି ସଂଖ୍ୟା 5 ହେଲେ ଗାଈ ମେଣ୍ଢା ଛେଳି ମିଶି କେତେ ଏଠି ଲେଖିବା ଗୋଟେ ପଡ଼ିଆରେ 8 ନମ୍ବର
ଗୋଟେ ପଡ଼ିଆରେ ଯେତେ ଛେଳି ଚରୁଥିଲେ। ଗାଈ ସଂଖ୍ୟା କେତେ ଆଗ ଦେଇଦେଇଛି ଯେଉଁଟା ସେଇଟା ଲେଖିବା। ଗାଈ ସଂଖ୍ୟା କେତେ 5। ତାହେଲେ ଗାଈ ସଂଖ୍ୟା ଯଦି 5, ସେ କହୁଛି ଛେଳି ସଂଖ୍ୟା 5 ହେଲେ ଗାଈ ସଂଖ୍ୟା ତାର 5 ଗୁଣ ଥିଲା। ଛେଳି ସଂଖ୍ୟା ଦେଇଦେଇଛି ଛେଳି ସଂଖ୍ୟା 5 ଦେଇଛି। ତାହେଲେ ଏଇଠି ଉପରକୁ ଯିବା ନା, ଛେଳି ସଂଖ୍ୟାର 2 ଗୁଣର 2 ଗୁଣ ମେଣ୍ଢା ଚରୁଥିଲେ। ତାହେଲେ ଛେଳି ସଂଖ୍ୟା ଯଦି ଦେଇଦେଲା, ମେଣ୍ଢା ସଂଖ୍ୟା କେତେ ନା, ଛେଳି ସଂଖ୍ୟା କେତେ 5, 5ର 2 ଗୁଣରୁ 2 କମ୍ ମାନେ ଫେରାଣ 5 ଦୁଗୁଣେ 10, 10ରୁ 2 ଗଲେ 8, ମେଣ୍ଢା ସଂଖ୍ୟା 8। ତାପରେ ସେ କହୁଛି ଗାଈ ସଂଖ୍ୟା ତାର 5 ଗୁଣ ଥିଲା। କାହାର? ଛେଳି ଚରୁଥିଲେ। ଛେଳି ସଂଖ୍ୟାର 2 ଗୁଣ 2 କମ୍ ମେଣ୍ଢା ଚରୁଥିଲେ। ଗାଈ ସଂଖ୍ୟା ତାର 5 ଗୁଣ ଥିଲା। 5 ଗୁଣ କାହାର ଥିଲା? ଗାଈ ସଂଖ୍ୟା ତାର 5 ଗୁଣ ଥିଲା। କାହାର? ମେଣ୍ଢାର। ତାହେଲେ ଗାଈ ସଂଖ୍ୟା କେତେ ନା, 8 ଗୁଣ 5, 8 5 40। ତାହେଲେ ଗାଈ ସଂଖ୍ୟା ପାରି ପଡ଼ିଲା। ଗାଈ ତିନିଟାଙ୍କ ମିଶିକି କେତେ ନା, ଗାଈ ସଂଖ୍ୟା 40, ଛେଳି ସଂଖ୍ୟା 5 ଆଉ ମେଣ୍ଢା ସଂଖ୍ୟା 8, ସବୁ ମିଶେଇ ଦେଇକିନି ଏଠି 8 5 13 13 53, ସବୁ ମିଶେଇକି 53 ହେଲା। ଗୋଟେ ଗାମୁଛାର ମୂଲ୍ୟ 23 ଟଙ୍କା। ମୁଁ 10ଟି ଗାମୁଛା କିଣି ଦେଖିଲି ମୋ ପାଖରେ ଆଉ 7 ଟଙ୍କା ହେଲେ ଗାମୁଛାର ମୂଲ୍ୟ ଦେଇପାରିବି। ତ ମୋ ପାଖରେ କେତେ ଟଙ୍କା ଥିଲା? ଏକଟି ଗାମୁଛାର ମୂଲ୍ୟ କେତେ ଟଙ୍କା ନା 23 ଟଙ୍କା। ତାହେଲେ ମୁଁ ଏକଟି ଗାମୁଛାର ମୂଲ୍ୟ 23 ଟଙ୍କା। ମୁଁ 10ଟି କିଣିଲି। 10ଟି ଗାମୁଛାର ମୂଲ୍ୟ କେତେ ନା, 10 ଗୁଣନ 23 ସମାନେ 230 ଟଙ୍କା। ତାହେଲେ ମୋ ପାଖରେ 7 ଟଙ୍କା ହେଲେ ମୁଁ ଟୋଟାଲ କିଣିପାରିଥାନ୍ତି। ତାହେଲେ ଆଉ ମୋ ପାଖରେ କେତେ ଥିଲା ନା, 230 ଫେରାଣ 7 ସମାନେ 223। ମୋ ପାଖରେ 223 ଟଙ୍କା ଥିଲା। 10 ନମ୍ବର ଆସିବ। ମୋ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ 30 ଜଣ, ଚତୁର୍ଥ ଶ୍ରେଣୀ 40 ଜଣ ପିଲା ପଢ଼ୁଛନ୍ତି। ଗଣେଶ ପୂଜା ଚାନ୍ଦା ପ୍ରତି ପିଲା 9 ଟଙ୍କା କରିଦିଅନ୍ତୁ। ଟୋଟାଲ ସମୁଦାୟ 10 ନମ୍ବର। ମୁଁ ତୃତୀୟ ଶ୍ରେଣୀ ଆଉ ଚତୁର୍ଥ ଶ୍ରେଣୀ ମିଶି କେତେ ନା, 40 ମିଶାଣ 30। ତୃତୀୟ ଶ୍ରେଣୀରେ 30, ଚତୁର୍ଥ ଶ୍ରେଣୀ 40, ଟୋଟାଲ 40ରେ 70 ଜଣ ପିଲା। ତାହେଲେ ଜଣକା 1 ଜଣ ଚାନ୍ଦା ସେମାନେ 9 ଟଙ୍କା। 70 ଜଣ ଚାନ୍ଦା 9 ଗୁଣନ 70 ତ 9 7 63 ଟଙ୍କା ତାର ଚାନ୍ଦା ପଡ଼ିବ। ତାପରକୁ ଆସିବ 11 ନମ୍ବର। ଏଠି କ'ଣ କହିଛି? 360ରେ 5 ଗୁଣିଛି, ମିଶାଣ 360ରେ 5 ଗୁଣିଛି। ତ 360ଟା ସାଧାରଣ ନେଇଯିବି। ଏଠି 5 ମିଶାଣ 5 ସେମାନେ କେତେ ନା, 360 ଗୁଣନ 10 ସେମାନେ 3 6 ଶୂନ। ଏତିକି ଟଙ୍କା ତାର ସମୁଦାୟ ସାଧାରେ ଜଲ୍ଦି ବାହାରି ପଡ଼ିବ। ତାପରେ 12 ନମ୍ବର ନେକ୍ସଟ ଭିଡ଼ିଓରେ କରିବା।